ମୋ ରାଜ୍ୟ ଓଡ଼ିଶା ଓଡ଼ିଆ ମୋ ଭାଷା ସବୁଠାରୁ ଅଟେ ମିଠା 12 ମାସ ହୁଏ 13 ପରବଲ ନିଆରଲ ଚକୁଳି ପିଠା। ପ୍ରଥମେ ବିରି 1 ଭାଗ ଚାଉଳ 2 ଭାଗକୁ ଭଲ ଭାବେ ଧୋଇ 4 ରୁ 5 ଘଣ୍ଟା ପାଇଁ ପାଣିରେ ଭିଜାଇ ରଖନ୍ତୁ। ଏହାପରେ ବିରି ଏବଂ ଚାଉଳକୁ ଅଲଗା ଅଲଗା ବାଟି ଦିଅନ୍ତୁ। ବିରି ବାଟିବା ବେଳେ ଅଳ୍ପ ଅଳ୍ପ ଥଣ୍ଡା ପାଣି ଦେଇ ଭଲ ଭାବେ ପେଷନ୍ତୁ, ଯାହାଦ୍ୱାରା ପିଠା ବହୁତ ନରମ ହୁଏ। ଚାଉଳ ବଟା ଏବଂ ବିରି ବଟାକୁ ଏକାଠି ମିଶାଇ ସ୍ୱାଦ ଅନୁସାରେ ଲୁଣ ଦେଇ ଏବଂ ହାତରେ ଭଲ ଭାବେ 5 ମିନିଟ୍ ତାକୁ ଫେଣ୍ଟନ୍ତୁ। ଆଣକୁ ବହୁତ ମୋଟା କିମ୍ବା ପତଳା କରିବେ ନାହିଁ। ଏହି ବଟାକୁ 2 ରୁ 4 ଘଣ୍ଟା ଘୋଡ଼ାଇ ରଖନ୍ତୁ ଫର୍ମେଟ୍ ହେବା ପାଇଁ। ଗ୍ୟାସ୍ ଉପରେ ତାୱା ବସାଇ ଦେଲେ ପରେ ଘିଅ ବା ତେଲ ସେଥିରେ ଲଗାଇ ଦିଅନ୍ତୁ, ଟିକେ ପାଣି ଛାଞ୍ଚି ଦିଅନ୍ତୁ ତାୱାରେ। ତାପରେ ଆଣକୁ ଢାଳି ଦିଅନ୍ତୁ, ବୁଲାଇକି ଗୋଲ ଭାବେ ପତଳା କରି ପିଠାକୁ କରନ୍ତୁ। ପିଠା ଉପର ଭାଗ ଶୁଖିଗଲେ ତାକୁ ଆର ପଟେ ଲେଉଟାଇ ଦିଅନ୍ତୁ। ହୋଇଗଲା ଆମର ଚକୁଳି ପିଠା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍